ସାଇ ମିଶ୍ର ଧରାକୋଟ ଗ୍ରାମ ବାସିନ୍ଦା ଆମେ ଆଚ୍ଛା ଓଡ଼ିଶା। ଆପଣ 2 ଦିନ ତଳେ ବାଂଲାଦେଶରୁ ଫେରିଲେ ସେଠାରେ ବାଂଲାଦେଶ କେବେ ଯାଇଥିଲେ ଏବଂ ସେଠାର ପରିସ୍ଥିତି କ'ଣ ଏମିତି ହେଲା ଯେ ଆପଣଙ୍କୁ ଫେରିବା ପାଇଁ ବାଧ୍ୟ କଲା ଏବଂ ସେଠାର ସିଚୁଏସନ୍ କ'ଣ ଥିଲା ଆପଣ କେମିତି ଜୀବନ ଅତିବାହିତ କରୁଥିଲେ? ଚଳିତ ବର୍ଷ ମେ ମାସରେ ମୁଁ ଯାଇଥିଲି, ରିସେଣ୍ଟଲି ଯାଇଛି। ତ ସେତେବେଳେ ତ ସିଚୁଏସନ୍ ଭାରି ଭଲ ଥିଲା, ଇମିଗ୍ରେସନ୍ ବି ସୁବିଧା ରହୁଥିଲା, ଭଲ ଥିଲା ସିଚୁଏସନ୍ଟା ଖରାପ ହେଲା ଜୁଲାଇ ମାସ 18 ତାରିଖରୁ। ସେଇ ଦିନଠୁ ଯେତେବେଳେ ପ୍ରୋଟେଷ୍ଟ ଷ୍ଟାର୍ଟ ହେଲା ବହୁତ ସିରିୟସ୍ ଲେଭେଲରେ ଯାଇଥିଲା ପ୍ରୋଟେଷ୍ଟ। ତ ଆମକୁ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ତରଫରୁ ଆସିଥିଲା କି ବାହାରକୁ ନ ଯାଅ, ଭିତରେ ରୁହ, ସୁବିଧାରେ ରୁହ, ବାହାର ମୁଭମେଣ୍ଟ ଟୋଟାଲ ବନ୍ଦ କରିଦିଅ। ତ ଆମେ ସେଇଟା ମାନିକିରି ଆମେ ଭିତରେ ହିଁ ଥିଲୁ। ଇଣ୍ଟରନେଟ୍ କଟି ଯାଇଥିଲା, ହଁ, ନର୍ମାଲ ଏମ୍ୟୁନିଟିଜ୍ ଯୋଉଟା ଫୁଡ଼ିଂ ଥିଲା କିଛି ଦିନ ପାଇଁ ଥିଲା, ସରି ଆସିଥିଲା ମଧ୍ୟ କିଛିଟା, ବାକି ବଡ଼ କଷ୍ଟରେ ହିଁ ଥିଲୁ। 8 ତାରିଖରେ ବାହାରିଲୁ, 10 ତାରିଖରେ ମୁଁ ଧରାକୋଟରେ ପହଞ୍ଚିଛି, ଆଚ୍ଛା ସୁବିଧାରେ ପହଞ୍ଚିଛି। ସେଠାରେ ତ ନିଶ୍ଚିତ ରୂପେ ଭୟରେ ଥିବେ ବାତାବରଣ ଥିଲା ଅବଭିୟସଲି ଭୟ ବହୁତ ଥିଲା, ବହୁତ ଭୟ ଥିଲା। କେମିତି କେତେ ଦିନ କାଳ ରୁମ୍ ଭିତରେ 11 ଦିନ, 10-11 ଦିନ ଭିତରେ ଥିଲୁ। ହେଲେ ସେଠାରେ ଖାଇବା ପିଇବା କେମିତି ଥିଲା? ଖାଇବା ପିଇବା ନର୍ମାଲ ଥିଲା, ଆମେ ଗେଷ୍ଟ ହାଉସ୍ରେ ଥିଲୁ, ରୁମ୍ରେ ଥିଲୁ। ତ ଖାଇବା ପିଇବା କିଛି ଦିନ ପାଇଁ ନେଇ ଆସିଥିଲୁ, ସରି ଆସିଥିଲା ମଧ୍ୟ ସେଗୁଡ଼ାକ। ତାପରେ ସିଚୁଏସନ୍ କ'ଣ ହବ ଆମେ କହିନଥିଲୁ, ସେ ଆଗରୁ ଆମେ ବାହାରିକି ପଳେଇ ଆସିଛୁ। ଦେଖିବାକୁ ଗଲେ ହିନ୍ଦୁର କାଳୀ ମନ୍ଦିରକୁ ଜଗନ୍ନାଥ ମନ୍ଦିରକୁ ମଧ୍ୟ ଧ୍ୱଂସ କରି ନିଶ୍ଚିତ ରୂପେ ଆପଣଙ୍କୁ ମଧ୍ୟ ଭୟ ଲାଗୁଥିବ। ଅବଭିୟସଲି ସେଟା ତ ଭୟର ଜାଗା, ସେଟା କିଛି ଡାଉଟ୍ ନାହିଁ। ହିନ୍ଦୁ ମନ୍ଦିର ଗୁଡ଼ା ଭାଙ୍ଗିଥିଲା, ସେଟା ସବୁ ବାଂଲାଦେଶ ହିନ୍ଦୁଙ୍କର ଟିକେ ଅସୁବିଧା ଥିବ। ଆମର ତ ଇଣ୍ଡିଆନ୍ ହିନ୍ଦୁମାନଙ୍କୁ କିଛି କରିନାହାନ୍ତି। ଭୟ ଥିଲା, ନିଶ୍ଚୟ ଭୟ ଥିଲା। ପରିବାର ପ୍ରତ୍ୟେକ ମୁହୂର୍ତ୍ତରେ ପ୍ରତ୍ୟେକ ସମୟରେ Obviously, ଆପଣଙ୍କର ହଁ ବାପା ହଁ ମା ହଁ। ମୁହଁରେ ଲାଗୁଥିବେ। ମଝିରେ ତ ଇଣ୍ଟରନେଟ୍ 3 ଦିନ କଟି ଯାଇଥିଲା, ସେଟା ଭାରି ଭୟର ଜାଗା ଥିଲା। 3 ଦିନ କନେକ୍ଟିଭିଟି କଟିଗଲା, ପ୍ଲସ୍ ବାହାର ଆମର ନେଟ୍ ପ୍ୟାକେ ପକେଇବା ପାଇଁ ମଧ୍ୟ ବହୁତ କଷ୍ଟ ଲାଗେ, ସେଟା ବହୁତ ପଇସା ବି ଯାଏ। ତ କଷ୍ଟ ଥିଲା, 3 ଦିନ ପୁରା ବ୍ଲାଙ୍କ କଲ୍, ମାନେ ହେଲେ ପୁରା ବ୍ଲାଙ୍କ। ଆସିବା ପାଇଁ କେମିତି ବ୍ୟବସ୍ଥା ହେଲା? ଆସିବା ପାଇଁ ଆମେ ୟୁନିଟ୍ ଟିମ୍ ମେମ୍ବର ହିସାବରେ, ଆମେ ଟିମ୍ ପ୍ଲେୟର ହିସାବରେ ଆମେ ଟିମ୍ ବନେଇଲୁ, କେତେ ଜଣ ଆସିପାରିବୁ, ବାଏ ଏୟାରରେ କେତେ ଜଣ ଆସିଲେ, ଆଉ ବାଏ ରୋଡ଼ରେ ଆମେ କେତେ ଜଣ ଆସିଲୁ। ତ 26 ଜଣ ଆମେ ମିନିମମ୍ ଆସିଲୁ। ଆପଣ କାହିଁକି ଆସିଲେ? ଆମେ ବାଏ ରୋଡ଼ରେ ଆସିଲୁ। କେତେ ବାଟ ଆସିବ ସିରାଜଗଞ୍ଜରୁ, ମୁଁ ଯେଉଁ ସିରାଜଗଞ୍ଜରେ ଥିଲି ସେଇଠୁ 190-180 କିଲୋମିଟର ଓଡ଼ିଶା, ଆମର ଇଣ୍ଡିଆ ବର୍ଡର, ଦର୍ଶନା ବର୍ଡର। ସେଇଠି ଆମେ ପହଞ୍ଚିଲୁ ସକାଳ 6ଟାରେ, ରାତି 3ଟାରେ ବାହାରିଥିଲୁ। ଭୟରେ ବାହାରିଥିଲୁ, ସୁବିଧା ଥିଲା, ଭୟରେ ମାତ୍ର ବାହାରିଥିଲୁ। ଆସିକି ସକାଳ 6ଟାରେ ପହଞ୍ଚିଲୁ, 9:30 ସମୟ ପର୍ଯ୍ୟନ୍ତ ବସିବାକୁ ପଡ଼ିଲା ସେଇଠି। ବସିକି 9:30 ବେଳକୁ ଚେକ୍ ଇନ୍ କଲୁ, ମାନେ ଇମିଗ୍ରେସନ୍ କଲୁ, କଷ୍ଟମ୍ କ୍ଲିୟରେନ୍ସ ହେଲା, ଇମିଗ୍ରେସନ୍ ହେଲା, ତାପରେ ଇଣ୍ଡିଆ ବର୍ଡରକୁ ବସିଲୁ। ଯେତେବେଳେ ଇଣ୍ଡିଆ ବର୍ଡରରେ ପହଞ୍ଚିଲେ ଆପଣ ଗୋଟେ ମନରେ ଗୋଟେ ଉତ୍ପଲ ସୃଷ୍ଟି ହେଇଯିବ। ଅବଭିୟସଲି ବହୁତ ବଡ଼ ଖୁସି ଲାଗିଲା କି ଆମ ଦେଶ ମାଟିକି ପଳେଇ ଆସିଲୁ। ସେଠି ମଧ୍ୟ ବିଏସ୍ ଯବାନ ଥିଲେ, ବହୁତ ମୋରାଲ ସପୋର୍ଟ ବି ଦେଲେ, ଭୟଭୀତ ହେବାର କାରଣ ନାହିଁ, ବହୁତ ମୋରାଲ ସପୋର୍ଟ ମିଳିଛି ଗଭର୍ଣ୍ଣମେଣ୍ଟ ତରଫରୁ। ଏଇଟା ଗୋଟେ ଜୀବନ ପାଇଁ ଗୋଟେ ଆପଣ ଲିପିବଦ୍ଧ ହେଇକି ହଁ, ରହିପାରିବେ। ଅବଭିୟସଲି ରହିବ, କମ୍ ସମୟ ଭିତରେ ଏତେ ବଡ଼ ଏକ୍ସପିରିଏନ୍ସ ନେଲୁ, ରହିବ, ନିଶ୍ଚୟ ରହିବ। ଆଗାମୀ ଦିନରେ ମଧ୍ୟ ଏମିତି ବାହାରକୁ ଗଲେ ନିଶ୍ଚିତ ରୂପେ ଚିନ୍ତା କରିକି ଯିବାକୁ ପଡ଼ିବ ବୋଧେ। ସେଇଟା ଚିନ୍ତା ତ ହବ, ସେମିତି ନାହିଁ, ହବ ଚିନ୍ତା ହବ, କିନ୍ତୁ ଦେଖାଯିବ କେଉଁ ଜାଗା ସିଲେକ୍ଟ କରିବା, କେଉଁ ଜାଗାରେ ରହିବା। ଇଣ୍ଡିଆ ଆମର ଭାରି ଭଲ।